କହିବେ ସେ ଶାଳିଗ୍ରାମ ପଞ୍ଚାୟତର ପିଣାପେଟା ଗ୍ରାମର ନିରଞ୍ଜନ ସେ ଶଯ୍ୟାଶାୟୀ ଅଛନ୍ତି, ତାର ବହୁତ ବୁଲାବୁଲି କରୁଛନ୍ତି। नहीं एक्चुअली से सूर्यप्रभ जो न्यूज़ क्लिपिंग ମୁଁ ଆଜି ଜାଣିବାକୁ ପାଇଲି ଆଉ ସେଇଟା ମୁଁ ଆମକୁ ମାନେ ଲୋର ଷ୍ଟାଫଙ୍କୁ ଇନଷ୍ଟ୍ରକ୍ସନ୍ ଦେଇଦେଇଛି। ସେମାନେ ଯାଇକି ସେଠି ଭିଜିଟ୍ କରିକି ପ୍ରପର ଏନକ୍ୱାରି କରିକି ରିପୋର୍ଟ ଦେଲା ପରେ ଆମେ ଯାହା ପ୍ରଶାସନ ତରଫରୁ ଯାହା କରିବା କଥା ସୁବିଧା ଥିବ ସେଇଟା କରିବୁ। ଯେମିତି ପଚାରୁଥିଲି ତାଙ୍କର ଯେଉଁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ସରିଯାଇଛି, ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ସରିଯାଇଥିଲେ ବି ଆମର ଆକ୍ଚୁଆଲି ଯେଉଁ କଟକ ଗଭର୍ଣ୍ଣମେଣ୍ଟ ମେଡ଼ିକାଲରେ ସବୁକିଛି ଟ୍ରିଟମେଣ୍ଟର ଫେସିଲିଟି ଅଛି, ନହେଲେ ଏମ୍ସ ବି ଅଛି। ଆମେ ଗଭର୍ଣ୍ଣମେଣ୍ଟ ତରଫରୁ ସେଠିକି ପଠାଇବୁ। ଯଦି ସେଠି ପସିବୁଲ୍ ନହେଲା ତାହେଲେ ରେଡ଼୍ କ୍ରସ୍ରୁ ଯଦି କିଛି ସୁବିଧା ଥିବ କଲେକ୍ଟର ସାର୍ଙ୍କୁ କହିକି ସେଇଟା ଇଏ କରିବୁ। ତାଙ୍କ ମାଆ ପକ୍ଷାଘାତ ହେଇକି ତାଙ୍କ ହାତ ଚାଲୁନି, ସେଇଟା ଡିଟେଲ୍ ଇନଭେଷ୍ଟିଗେସନ୍ ଆମ ଟିମ୍ ଗଲା ପରେ ଇନଭେଷ୍ଟିଗେସନ୍ କରିକି ରିପୋର୍ଟ ଦେଲା ପରେ ଯାହା ଇଏ କରିବୁ ଡାକ୍ତର ଟିମ୍। କ'ଣ କହିବେ ଶାଳିଗ୍ରାମ ପଞ୍ଚାୟତରେ ଯୁବ ଅବସ୍ଥାରେ ନିରଞ୍ଜନ ବିଛଣାରେ ପଡ଼ିଛନ୍ତି? ହଁ, ଯୁବ ଅବସ୍ଥାରେ ନିରଞ୍ଜନ ବିଛଣାରେ ପଡ଼ିଛି। ତା ବାପା ନାଁ ସନାତନ। ସେ ଦିନ ମଜୁରିଆ। ସେ କାମ କରୁ କରୁ ଘର କାମ କରୁଥିଲେ, କାହାର କାମ କରୁ କରୁ ସେ ପଡ଼ିଗଲା ଫଳରେ ଏବଂ ସେ ବହୁ ଦିନ ସରକାରୀ ଚିକିତ୍ସାରେ ରହିଲେ, ଯାହାକି ତାଙ୍କର ଭଲ ହେଉନି। ସେ ବହୁତ ଗରିବ ଲୋକ ବା ଦିନ ମଜୁରିଆ, କଲେ ଖାଇବେ। ତେଣୁ ବହୁ ସହୋଦର ବ୍ୟକ୍ତି ବା କୌଣସି NGO ସଂସ୍ଥା ବା ସରକାରୀ ସାହାଯ୍ୟ କଲେ ସେ ପିଲାଟି ଭଲ ହୋଇପାରନ୍ତା। ବାପା ମାଆର ଏକମାତ୍ର ପୁତ୍ର, ସେ ତାର ଛୋଟ ଛୋଟ ଛୁଆ ଏବଂ କୌଣସି ରୋଜଗାର ନାହିଁ। ସେ ଆଜି ବି ବିଛଣାରେ ପଡ଼ି ରହିଛି। ମୁଁ ଅନୁରୋଧ କରୁଛି ସରକାରଙ୍କ ତରଫରୁ ବା କୌଣସି ସହୋଦର ବ୍ୟକ୍ତି ତାଙ୍କୁ କିଛି ଆର୍ଥିକ ସହାୟତା କଲେ ପିଲାଟି ଉପକୃତ ହେବ ଏବଂ ଗୋଟେ ମୂଲ୍ୟବାନ ଜୀବନ ବଞ୍ଚିଯିବ। ତା ମା ବିଭିନ୍ନ ବାର ଦୁଆର ଶୁଣ୍ଡି ପିଣ୍ଡା ବୁଲି ପଇସା ମାଗି ପୁଅର ଚିକିତ୍ସା ନିମନ୍ତେ ପଇସା ମାଗୁଛନ୍ତି, ଯାହାଫଳରେ ଏ ଗୋଟେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ମାଆଙ୍କ ବୟସ ବୃଦ୍ଧାବସ୍ଥାରେ ସେ ଗୋଟିଏ ପୁଅ ପାଇଁ ପ୍ରତ୍ୟେକ ଦୁଆରେ ଦୁଆରେ ବୁଲି ହାତ ପାତୁଛନ୍ତି। ଏତେ ବଡ଼ ଶିଳ୍ପ ସଂସ୍ଥା ଥାଇ କୌଣସି ଶିଳ୍ପ ସଂସ୍ଥାର ଉପକାର ମଧ୍ୟ ସେ ପାଇପାରୁନାହିଁ ବା ଏତେ ଜନହିତକର କାର୍ଯ୍ୟ ବା ଲୋକ ବଞ୍ଚିବା ପାଇଁ ଯାହା ଆବଶ୍ୟକ ତାହା ନାହିଁ। ଗରିବ ଲୋକଙ୍କୁ ସହାୟତା ଦେବା ନିଶ୍ଚିତ ଆବଶ୍ୟକ ଏବଂ ବାପା ମାଆଙ୍କର ଗୋଟିଏ ପୁଅ କେମିତି ଜୀବନ ବଞ୍ଚିବ ତା ପାଇଁ କୌଣସି ବ୍ୟକ୍ତି, ସରକାର ବା ସହୋଦର ବ୍ୟକ୍ତି ବା ଶିଳ୍ପ ସଂସ୍ଥା ସହଯୋଗ କଲେ ଆମେ ଗ୍ରାମବାସୀ ତରଫରୁ ବହୁତ ଉପକୃତ ହେବୁ। ପୁଅ ବର୍ଷେ ଠିକ ଗଲା ପଇଲାନି ମୋ ପୁଅ, ଆଉ କାମ ଧନ୍ଦା କରି ଯାଇଥିଲା ମିସ୍ତ୍ରୀ କାମ। ଆଉ ମୋ ପୁଅ ଯେମିତି ଗୋଡ଼ ହାତ ମେଲେଇକି ପଡ଼ିଛି ସେମିତି। କୋଉଠି କ'ଣ ନେଇଥିଲେ ସବୁ? ଏଇ ଟାଟା ନେଇଥିଲୁ ଦାନଗଜି ଆଉ କଟକ, ଆଉ କୁଆଡ଼େ ନେଇନାହିଁ ସେତିକି। ପଇସା ବହୁତ ଖର୍ଚ୍ଚ ହେଇଗଲା, ଯାହା ଥିଲା ଘରେ ସବୁ ଚାଉଳ ଫାଉଳ ଯେତିକି ଦୁଇଟା ଥିଲା ଡିଲର ଚାଉଳ ବିକିଦେଲି ମୋ ପୁଅ ନାଗି, ଆଉ କିଛି ନାହିଁ। କେମିତି ଚଳୁଛ କ'ଣ? ଏ 2 ମାସର ଚାଉଳ ନା 3 ମାସର ଚାଉଳ ଦେଲା, ସେଇ 2ଟା ଖାଇନା ରାନ୍ଧିକି ଖାଉଛୁ। ରାତିରେ ମୁଁ କିଲେ ଚାଉଳ ରାନ୍ଧୁଛୁ, ସେଇ 2ଟା ରାତି ଖାଉଛୁ, 8 ଦିନ ଖାଉଛୁ, ରାତି କିଲେ ବସଉଛୁ। ଆଉ ନାହିଁ କିଛି, ତୁଣ ଶାଗ ଟିକେ ମିଳୁନାହିଁ, କିଛି ତ ନାହିଁ। ଆଉ କୋଉଠୁ କ'ଣ ପଇସା ଆଣୁଛନ୍ତି? କିଛି ପଇସା ପତ୍ର ତ ଅସୁବିଧା ହେଲା, ସବୁ ଯାହା ଥିଲା ଘରେ ସବୁ ସରିଲା। ଆଉ ରୋଜଗାର ନାହିଁ। ବୁଢ଼ା ତ ପୁଅ ପିଛରେ ରହିଲା, ଗୁଅ ପୂଜିଲା, ମୁତକୁ ଗଲା, ଦାନ୍ତ ଘଷେଇଲା, ପୁଅକୁ ଖୁଆଇଲା, ଏପଟ ଶୁଆଉଛୁ ଗଧଉଛୁ। ଆଉ ବାର ଦୁଆର ମାଗୁଛି ମୁଇଁ, ଭିକ ମାଗି ମାଗି କଟକ 2-3 ଥର ଭିକ ମାଗିକି ଗନି, ଭିକ ମାଗିଲି ଭିକାରୀ ଭଳିଆ। ମୁଁ ଆମ ଗାଁରେ କାମ ଧନ୍ଦା କରୁଥିଲି, କାମ ଧନ୍ଦା ବନ୍ଦ ହେଇଗଲା, ପାନି ନାହିଁ, ଭିକ ମାଗିଲି, ହାତ ପତେଇଲି ସବୁଆଡ଼େ, ଘର ୟାର ଘରେ ତାର ଘରେ ଭିକ ମାଗିକି ମୋ ପୁଅ କତିକି ଗଲି କଟକ ଟ୍ରେନରେ। ସରକାର ସାହାଯ୍ୟ ହେବେ, ମୋ ପୁଅକୁ ଭଲ କରିବେ, ଘରକୁ ଖାଇକି ଦେବେ, ଯୋଗେଇ ଦେବେ। ଆମର ଘରେ ଦାନା ନାହିଁ, ଖାଲି ଡିଲର ଚାଉଳ 2ଟା ଅଛି, ଆଉ କିଛି ନାହିଁ। ରାଜମିସ୍ତ୍ରୀ କାମ କରୁଥିଲି, ଆଉ ଭାଗ୍ୟବଶ ଯଦି ମୋ ଉପରେ ଏମିତି ଖସି ପଡ଼ି ଅଣ୍ଟା ଭାଙ୍ଗି ଯାଇଛି, ବେକ ମାଡ଼ ହେଇଯାଇଛି, ଯାହାଫଳରେ କି ମୋ ହାତ ଗୋଡ଼ ଚାଲୁନି, ଉଠି ପାରୁନି। ଦୁର୍ଘଟଣା ପରେ କୋଉ ମେଡିକାଲ ଯାଇଥିଲେ? ଦୁର୍ଘଟଣା ପରେ ଆମ ପାଖ ସ୍ୱାସ୍ଥ୍ୟ ଦାନଗଦି ମେଡ଼ିକାଲ ଯାଇଥିନି, ତାପରେ ଟାଟା ମେଡ଼ିକାଲ ଯାଇଥିନି, ଆଉ କଟକ ମେଡ଼ିକାଲ ଯାଇଥିନି। ସେଟା ଡକ୍ଟର କ'ଣ କହିଲେ?
ଡକ୍ଟର ତ ଏମିତି ଆସିକି ଦେଖା ଚାହାଁ କରିକି ଯାଆନ୍ତି, କିଛି ବି ଆଉ ଯାହା ସେ ଟ୍ରିଟମେଣ୍ଟ କରିକି ରଖିଲେ, ତାପରେ କିଛି ବି ଫଳାଫଳ କିଛି ଦେଇପାରିଲା ନାହିଁ, ଯେମିତିକି ସେମିତି ଯାଇଥିନି ଫେରିକି ଆସିକି ଘରେ। କେତେ ପଇସା କ'ଣ ଖର୍ଚ୍ଚ ହେଲାଣି, କେମିତି କ'ଣ ଚଳୁଛନ୍ତି? ପଇସା ତ ବହୁତ ଗୁଡ଼ିଏ ଖର୍ଚ୍ଚ ହେଇଗଲା। କହିବାକୁ ଗଲେ ଘରେ ଯାହା ବି ଛେଳି କୁକୁଡ଼ା ବଳଦ ଗାଈ ସବୁ ବିକି ଭାଙ୍ଗି ସାରି ଦେଇଛି। ତାପରେ କି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ପଇସା ବି ଟୋଟାଲ୍ ସରିଯାଇଛି, ଆଉ ଏବେ କିଛି ନାହିଁ। ତାପରେ ଚଳେଇବାକୁ ତ ଘରେ କହିଲେ ମୋ ସ୍ତ୍ରୀ ଏକୁଟିଆ, ମୋ ବାପା ମାଆଙ୍କୁ ଚଳଉଛି, ମୋତେ ମୋ ପିଲା ଛୁଆ ଦୁଇଟାକୁ ଚଳଉଛି, ଆଉ ନିଜେ ଆଉ ଏମିତିକି ଫଳରେ ଆଉ ପୁରା ଏଇନା ଆମେ ଅନ୍ଧାର ଭିତରେ ରହିଲା ପରିକା ରହୁଛୁ। କିଛି ସାହାଯ୍ୟ ନାହିଁ କି ସରକାରଙ୍କର। ସରକାରଙ୍କୁ ନିବେଦନ କରିବେ? ସରକାରଙ୍କୁ ନିବେଦନ ଏତିକି କରୁଛି, ମୋତେ ଟିକେ ଭଲ କରିଦିଅନ୍ତୁ, ଆଉ ମୁଁ ଯେମିତି ରୋଜଗାର କରି ମୋ ପରିବାର ପୋଷି ପାରିବି, ମୋ ପିଲାମାନଙ୍କୁ ଭଲ ମଣିଷ କରିପାରିବି, ଆଉ ଯେମିତିକି ଆଉ ପିଲାମାନେ ଭଲ ମଣିଷ ହେଲା ପରେ ବି ପରିବାରଟା ଭଲ ଯେମିତି ଚଳିବ ସେମିତି ଚଳିଥାନ୍ତା। ଆଉ ଘରର ରୋଜଗାରିଆ ପୁଅ ପଡ଼ିଛି ବିଛଣାରେ, ଚିକିତ୍ସା ପାଇଁ ଅର୍ଥ ସାହାଯ୍ୟ ବାଧକ। ପରିବାର ପକ୍ଷରୁ ଆକୁଳ ନିବେଦନ, ଯେକୌଣସି ସହୃଦ ବ୍ୟକ୍ତି ଓ ପ୍ରଶାସନ ତରଫରୁ ଯଦି ଚିକିତ୍ସା କରାଯାଆନ୍ତା, ନିରଞ୍ଜନ ତାର ପୂର୍ବ ଭଳି ଚଳିପାରନ୍ତା। ଯାଜପୁର ଦାନଗଦୀରୁ ଅବିନାଶ ମିଶ୍ରଙ୍କ ରିପୋର୍ଟ, MBC TV।